କୁଢ଼ କୁଢ଼ ଶବର କାଳ ଆଣିଥିଲା କରମଣ୍ଡଳ। ଆଜ୍ଞା ହଁ, କୁଢ଼ କୁଢ଼ ଶବ ସାଙ୍ଗକୁ ଟ୍ରେନ୍ ଆକ୍ସିଡେଣ୍ଟ, ଯାହାକି ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା ସେହି ଜୁନ୍ 2 ତାରିଖର ଘଟଣା। ଏବେ ବି ସ୍କୁଲ ପିଣ୍ଡାରୁ ଲିଭିନି ସେହି ମୃତଦେହଙ୍କର ରକ୍ତ ଛିଟା। ରାତି ହେଲେ କୁଆଡ଼େ ଚିତ୍କାର ଶୁଭୁଛି ସେହି ମୃତ ଆତ୍ମାମାନଙ୍କର। NP କ୍ରିଏସନ୍କୁ ଲାଇକ୍ ଆଉ ସବସ୍କ୍ରାଇବ୍ କରନ୍ତୁ। ଆଜ୍ଞା ହଁ, ଆଉ ଗାଁ ଶେଷ ମୁଣ୍ଡରେ ଥିବା ସେ ସ୍କୁଲରେ ଏବେ ବି କାନ୍ଦ ଶୁଭୁଛି। ନିଜ ଲୋକଙ୍କୁ ମନେ ପକାଇ କାନ୍ଦୁଛନ୍ତି ସେହି ଅତୃପ୍ତ ଆତ୍ମାମାନେ। ଏବେ ବି ସ୍କୁଲ ନାଇଟ୍ ୱାଚ୍ ଆସିଲା ଲୋମଥରା ଘଟଣା। ଆଜ୍ଞା ହଁ, ବାହାନଗା ରେଳ ଦୁର୍ଘଟଣା ଆଜକୁ ପ୍ରାୟ 10 ମାସ ବିତିଗଲାଣି, କିନ୍ତୁ ଏବେ ବି ଲୋକମାନଙ୍କ ମନରୁ ସେହି ଛାତିଥରା ଦୃଶ୍ୟ ଆଉ କରୁଣ ଚିତ୍କାର ଲୋକମାନଙ୍କ ହୃଦୟକୁ ଏବେ ବି ଦୋହଲାଇ ଦେଉଛି। ସେ ଆମ୍ବୁଲାନ୍ସର ଆୱାଜ ଆଉ ଲୋକମାନଙ୍କର ରକ୍ଷା କର ଚିତ୍କାର ଏବେ ବି ଲୋକମାନଙ୍କ ଭିତରୁ ଆନ୍ଦୋଳିତ କରୁଛି। ଆଉ ଶହ ଶହ କୁଢ଼ କୁଢ଼ ଶବ ସାଙ୍ଗଙ୍କୁ ସମସ୍ତଙ୍କ ଆଖିରେ ପ୍ରାୟ ଅଶ୍ରୁ ଭରି ଯାଇଥିଲା, ଯାହାକୁ ମନେ ପଡ଼ିଲେ ଆମେ ମଧ୍ୟ କାନ୍ଦି ପକାଉ ଏ ନ୍ୟୁଜ୍ ରୁମ୍ରେ। ଆପଣମାନଙ୍କୁ ଆଜି ସେଇ ବିତି ଯାଇଥିବା 10 ମାସର ଖବର ଜଣାଉଛୁ। ବାହାନଗାର ଆଣିଛି କରମଣ୍ଡଳ ଆଣିଲା ଦୁଃଖ। ଯେ ଆପଣମାନେ ଜାଣିଥିବେ କରମଣ୍ଡଳ ଏକ୍ସପ୍ରେସ୍, ଯେ କି ଶାଲିମାର ୱେଷ୍ଟବେଙ୍ଗଲରୁ ଶାଲିମାରରୁ ତା'ର ଲକ୍ଷ୍ୟସ୍ଥଳ ଚେନ୍ନାଇ ସେଣ୍ଟ୍ରାଲ, ଯାହାକି ଜୁନ୍ 2 ତାରିଖରେ ୱେଷ୍ଟବେଙ୍ଗଲ ଶାଲିମାରରୁ ବାହାରିଥିଲା ପ୍ରାୟ ଠିକ୍ ବାଲେଶ୍ୱର ପାର କରିବା ପରେ ବାହାନଗା, ଯେଉଁଠିକି ଯେପରି କାଳ ଅନେଇ ବସିଥିଲା ଆଉ 272 ଜଣ ଯାତ୍ରୀଙ୍କୁ ଏକା ସାଙ୍ଗରେ ନେଇଯାଇଥିଲା। ହାହାକାର ଏବଂ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ବାହାନଗାର ସେଇ ଷ୍ଟେସନ। ଆଉ ସବୁ ଦୁଃଖକୁ ଯେପରି ବାହାନଗା ନିଜ ହୃଦୟରେ ଚାପି ଧରିଛି। ଆଉ ଏବେ ବି ସେ କାନ୍ଦୁଛି। ଆଉ କରମଣ୍ଡଳ ଯେବେ ସେଇ ବାହାନଗା ରାସ୍ତା ଦେଇ କ୍ରସ୍ କରେ ଓ ଟିକିଏ ବୁଲିକି ଚାହିଁଯାଉ, ଏବେ ବି ସ୍କୁଲ ପିଣ୍ଡାରେ ମଧ୍ୟ ସେଇ ରକ୍ତ ଛିଟା ଲିଭି ନାହିଁ, ଯାହାକୁ ବଖାଣିଲା ପରେ ଆମେ ମଧ୍ୟ ହେଉଛୁ ରାତି ହେଲେ କୁଆଡ଼େ ଚିଙ୍କି ଉଠୁଛି ସେଇ 277 ଆତ୍ମା। ଆଉ ସେମାନେ କହୁଛନ୍ତି ଆମକୁ ନ୍ୟାୟ ଦିଅ, ଆମକୁ ରକ୍ଷା କର। ଆଉ ଗାଁ ଶେଷ ମୁଣ୍ଡରେ ଥିବା ସ୍କୁଲରୁ ଶୁଭୁଛି ନିଜ ଲୋକମାନଙ୍କୁ ବାହୁନି ବାହୁନି କାନ୍ଦୁଥିବା ସେହି ଅତୃପ୍ତ ଆତ୍ମାମାନଙ୍କର ଶବ୍ଦ। ଏପଟେ ସ୍କୁଲ ନାଇଟ୍ ୱାଚ୍ ଆସି ଲୋକଙ୍କଠାରୁ କାହାଣୀ କହିଥିଲା, ଯେ କି କରମଣ୍ଡଳ ଏକ୍ସପ୍ରେସ୍ ଓଡ଼ିଶା, ବିହାର, ବେଙ୍ଗଲ ପ୍ରାୟ ସମସ୍ତଙ୍କର ଜୀବିକାର ଏକ ରାସ୍ତା ପାଲଟିଥିଲା। ଏହି କରମଣ୍ଡଳରେ ବସି ସମସ୍ତେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଯାଆନ୍ତି। ଆଉ ସେଦିନର ଆମ୍ବୁଲାନ୍ସର ସେ ଚିତ୍କାର ଯେପରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ହଜାର ହଜାର ଆହତ ବ୍ୟକ୍ତିମାନେ, ତା ସଙ୍ଗରେ 277 ମହାନ ଆତ୍ମାଙ୍କର ମୃତ ଶରୀର। ଟିକେ ବି ଦୟା ଆସିନଥିଲା ଯମରାଜଙ୍କୁ। ସମସ୍ତେ କାନ୍ଦ ବୋବାଳି ଯେପରି ଲିଭିଯାଇଥିଲା ସେ ଅଞ୍ଚଳର ସମସ୍ତଙ୍କ ମୁହଁରୁ ହସ। ଆଉ ସେ ସ୍କୁଲ ପିଣ୍ଡାରେ ଏବେ ବି ରକ୍ତର ଛିଟା ଲିଭିନି, ସେମିତି ରକ୍ତ ଛିଟା ପଡ଼ିଛି। ଆଉ ରାତି ହେଲେ ସେଇ ଅତୃପ୍ତ ଆତ୍ମାମାନଙ୍କର ଚିହିଁକି ଶୁଭୁଛି। ଆଉ ସେମାନେ କାନ୍ଦି କାନ୍ଦି କହୁଛନ୍ତି ରକ୍ଷା କର। ଆଉ ଗାଁ ଶେଷ ମୁଣ୍ଡରେ ଥିବା ସ୍କୁଲରେ ଏବେ ବି ସେ ଅତୃପ୍ତ ଆତ୍ମାମାନେ ଘୁରି ବୁଲୁଛନ୍ତି। ଆଉ ଯେପରି ସେମାନଙ୍କର କାନ୍ଦ ଗାଁ ଲୋକମାନଙ୍କୁ ବ୍ୟାକୁଳ କରୁଛି, ଛାତି ଧରିଯାଉଛି। ଆଜ୍ଞା, ଆପଣମାନେ ଦେଖିପାରୁଥିବେ NP କ୍ରିଏସନ୍। ଆଜି ବି ବିତି ଯାଇଛି 10 ମାସ, କିନ୍ତୁ ଏବେ ବି ମନେ ପଡ଼ିଲେ ହୃଦୟ ଭିତରେ କୁହ ଆପେ ଆପେ ଚାଲି ଆସେ, ଆଖିରେ ଲୁହ ଆପେ ଆପେ ବି ଜକେଇ ଆସେ। ଏ କରମଣ୍ଡଳର କରୁଣ କାହାଣୀ, ଯାହାକି ବର୍ତ୍ତମାନ ସୁଦ୍ଧା କାହାରି ମନରୁ ମଧ୍ୟ ଲିଭିନି ସେ କରମଣ୍ଡଳ। ଆଉ ଗାଁ ଶେଷ ମୁଣ୍ଡରେ ସେ ସ୍କୁଲରେ କାନ୍ଦ ବୋବାଳି ଏବେ ବି ଶୁଭୁଛି। ଆଜ୍ଞା ହଁ, ଦଶନ୍ଧିର ସବୁଠାରୁ ବଡ଼ ଦୁର୍ଘଟଣା ବାହାନଗା ରେଳ ଦୁର୍ଘଟଣା, ଯାହାକି ବାହାନଗା ଉପରେ ଏକ କଳଙ୍କର ଦାଗ ଲଗାଇ ଯାଇଥିଲା। ଆଉ ସେଇ କରମଣ୍ଡଳ ଏବେ ବି କାନ୍ଦୁଛି ଆଉ ବ୍ୟାକୁଳ ହୋଇ କହୁଛି ଆରେ ଆସ, ତୁମମାନଙ୍କୁ ମୁଁ ମୋ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବି। ଆଉ ଏବେ ଯାହା ହଉ ଆପଣମାନଙ୍କୁ ଦେଖାଉଛି 10 ମାସ ପରେ ବି କେମିତି ସେ ତାଜା ଚିତ୍ର ଏବେ ବି ହୃଦୟକୁ ଆନ୍ଦୋଳିତ କରିଦେଉଛି। ଆଉ ସମସ୍ତେ ଭଗବାନଙ୍କୁ ଡାକୁଛନ୍ତି ସେ ଅତୃପ୍ତ ଆତ୍ମାକୁ ଶାନ୍ତି ଦେବା ପାଇଁ। ଯେ ଆପଣମାନେ ଦେଖିପାରୁଥିବେ ସେ ସମୟର ଯେଉଁ ବ୍ୟାକୁଳ ଚିତ୍କାର ଥିଲା, ଆଉ ବ୍ୟାକୁଳ ଯେଉଁ